ଦେଖିଲାଠୁ ଖାଇବା ପର୍ଯ୍ୟନ୍ତ ଆମିଷ ତରକାରୀ ଠାରୁ କିଛି କମ୍ ଲାଗିବ ନାହିଁ। ବିନା ଜନ୍ତୁଣି ସବୁଠୁ ସହଜ ଉପାୟରେ ବନେଇବା ବେସନ ତରକାରୀ। ଘରେ କିଛି ପନିପରିବା ନଥିଲେ କିମ୍ବା ପରିବା ତରକାରୀ ଖାଇ ବିରକ୍ତ ଲାଗିଲେ ଏହି ତରକାରୀକୁ ବନେଇ ପାରିବେ। ଥରେ ଏମିତି ଉପାୟରେ ବନେଇଲେ ସବୁବେଳେ ବନେଇବା ପାଇଁ ପସନ୍ଦ କରିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନ୍ରେ ପ୍ରେସ୍ କରନ୍ତୁ। ଫେସବୁକ୍ ପେଜ୍କୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ଗୋଟେ ଗିନା ନେବା। ସେ ଗିନାରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ, ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ଅଧା ଛୋଟ ଚାମଚ ଜିରା ଗୁଣ୍ଡ, ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ ଟିକେ ଅଧିକ ଦେବେ, ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ, ତା ସହିତ ଗୋଟେ ଛୋଟ ଚାମଚ କସୁରୀ ମେଥି ପତ୍ର। ବେସନ ତରକାରୀରେ କସୁରୀ ମେଥି ପତ୍ର ଦେଲେ ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସେ। ତା ସହିତ 4-5 ଚାମଚ ପାଣି ଦେଇ ମସଲାର ଘୋଳ ପାଣି ବନେଇବା। ଗୁଣ୍ଡ ମସଲାକୁ ଏମିତି ପାଣି କରି ଦେଲେ ପ୍ରଥମ କଥା ହେଲା ତରକାରୀରେ ଗୁଣ୍ଡ ମସଲାର ଟେଷ୍ଟ ବହୁତ ବଢ଼ିଯାଏ। ଦ୍ୱିତୀୟ କଥା ହେଲା ଗୁଣ୍ଡ ମସଲା ମସଲାରେ ପଡ଼ି ନଥାଏ। ଏବେ ଏଇ ମସଲାକୁ ଆମେ ସାଇଡ଼ରେ ରଖିବା। ଆଉ ଗୋଟେ ହେମଦସ୍ତା ନେବା। ହେମଦସ୍ତାରେ ଆଉ ଗୋଟେ ମସଲା ବନେଇବା। ମସଲା ପାଇଁ 8-10ଟି ରସୁଣ, 1 ଇଞ୍ଚର ଅଦା, ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଦେଇ ଅଦା ରସୁଣ କଞ୍ଚା ଲଙ୍କାକୁ ଛେଚି ନେବା। ସବୁବେଳେ ତରକାରୀରେ ଅଦା ରସୁଣ କଞ୍ଚା ଲଙ୍କାକୁ ଫ୍ରେଶ୍ ଛେଚିକି ଦେବେ। ତରକାରୀର ବାସ୍ନା ଟେଷ୍ଟ ବହୁତ ବଢ଼ିଆ ଆସିବ। 2 ଚାମଚ ପାଖାପାଖି ମସଲା ଆମ ରେଡ଼ି ହେଲା। ଏବେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। ଗ୍ୟାସ୍ ଉପରେ କଢ଼େଇ ବସାଇ କଢ଼େଇକୁ ଗରମ କରିବା। ତାପରେ 2 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଆପଣଙ୍କ ହିସାବରେ କମ୍ ଅଧିକ ଦେଇପାରିବେ। ତେଲ ଗରମ ହୋଇଯିବା ପରେ ଅଧା ଛୋଟ ଚାମଚ ଜିରା, 1 ତେଜପତ୍ର, ଅଳ୍ପ ଜୁଆଣି ଦେବା। ଜୁଆଣିକୁ ହାତରେ ଘଷିକି ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। 2-3 ପିଞ୍ଚ ହିଙ୍ଗୁ ଦେବା। ବେସନ ତରକାରୀରେ ଅଳ୍ପ ଜୁଆଣି ଅଳ୍ପ ହିଙ୍ଗୁ ଦେବେ, ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ତା ଛଡ଼ା ତରକାରୀ ବହୁତ ଜଲ୍ଦି ହଜମ ହୋଇଯିବ। ଜିରା ଫୁଟିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ତାପରେ ମିଡ଼ିୟମ୍ ଫ୍ଲେମ୍ରେ ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜ ହାଲକା ଭାଜିଗଲେ ଆମେ ଛେଚି ରଖିଥିବା ଅଦା ରସୁଣ କଞ୍ଚା ଲଙ୍କା ଛେଚାରୁ ଅଧା ଚାମଚ ଛେଚାକୁ ବଳକା ରଖିବା। ବାକି ତକ ମସଲାକୁ ଦେବା। এই ବଳକା ମସଲାକୁ ପରେ ଆମେ ବ୍ୟବହାର କରିବା। ତାପରେ ଅଦା ରସୁଣର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ମସଲା ସହିତ ଭଲ ଭାବରେ କଷିବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ଅଦା ରସୁଣ କଷିଯିବା ପରେ ଆମେ ବନେଇ ରଖିଥିବା ମସଲାର ଘୋଳ ପାଣିକୁ ଦେବା। ତାପରେ ମସଲାରେ ଦେଇଥିବା ସବୁ ପାଣି ଶୁଖିବା ପର୍ଯ୍ୟନ୍ତ ଆମେ ମସଲାକୁ ଭଲ ଭାବରେ କଷିବା। ମସଲାକୁ ଯେତେ ଭଲ ଭାବରେ କଷିବେ ତରକାରୀର ଟେଷ୍ଟ ବଢ଼ିବ। 2-3 ମିନିଟ୍ ପରେ ଏଠି ଦେଖନ୍ତୁ ମସଲାରେ ଥିବା ସବୁ ପାଣି ଶୁଖିଗଲାଣି ଆଉ ମସଲାରୁ ତେଲ ଅଲଗା ହେଇ ଆସିଲାଣି। ଏବେ ଆମେ ଗୋଟେ ବଡ଼ ସାଇଜ୍ର ଟମାଟୋକୁ ଗ୍ରାଇଣ୍ଡର ଜାର୍ରେ ଦେଇ ବାଟିକି ଦେବା। ତାପରେ ମସଲାରେ କେବଳ ତରକାରୀରେ ଝୋଳ ପାଇଁ ଲୁଣ ଦେବା। এই ମସଲାରେ ଆଉ କିଛି ଗୁଣ୍ଡ ମସଲା ଦେବା ଦରକାର ନାହିଁ। ସବୁ ଗୁଣ୍ଡ ମସଲା ଆମେ ଦେଇଥିଲେ। ଏବେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ କଭର କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷିବା। ସେଇ ଭିତରେ ଚାଲନ୍ତୁ ଆଉ ଗୋଟେ କାମ କରିବା। ତରକାରୀର ଟେଷ୍ଟ ବଢ଼ାଇବା ପାଇଁ ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁ ଦେବା। ଆଳୁ ନ ଦେଲେ ବି କେବଳ ବେସନରୁ ଏହି ତରକାରୀ ବନେଇ ପାରିବେ, କିନ୍ତୁ ଅଳ୍ପ ଆଳୁ ଦେଲେ ଖାଇବା ପାଇଁ ଭଲ ଲାଗିବ। ଆଳୁକୁ ସରୁ କୋରଣାରେ କୋରି ନେବା। ତାପରେ ପାଣିରେ 1ରୁ 2 ଥର ଧୋଇ ନେବା। ଧୋଇ ସାରିବା ପରେ ଆଳୁକୁ ପାଣିରୁ ଭଲ ଭାବରେ ଚିପୁଡ଼ି ନେବା। ଧ୍ୟାନ ରଖିବେ ଆଳୁରେ ବେଶୀ ପାଣି ରଖିବେ ନାହିଁ। ଆଳୁକୁ ସାଇଡ଼ରେ ରଖିବା। ସେପଟେ ଚାଲନ୍ତୁ ମସଲାକୁ ଚେକ୍ କରିବା। 5-6 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଗଲାଣି। ତେଲ ଆସିଗଲେ ଜାଣିବେ ମସଲା ଆମର କଷିଗଲାଣି। ମସଲା କଷିଯିବା ପରେ 2ରୁ 2.5 ଗ୍ଲାସ ପାଖାପାଖି ଗରମ ପାଣି ଦେବା। ମସଲା କଷିଯିବା ପରେ ଜମା ଥଣ୍ଡା ପାଣି ଦେବେ ନାହିଁ। ପାଣି ଦେବା ପରେ ଗ୍ୟାସ୍ର ଫ୍ଲେମ୍ ହାଇ ରଖିବା। ପାଣି ଥରେ ଫୁଟି ଆସିଲେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ କଭର କରି ଝୋଳକୁ 5-7 ମିନିଟ୍ ପର୍ଯ୍ୟନ୍ତ ଫୁଟେଇବା। ଝୋଳ ଫୁଟିବା ଭିତରେ ସେପଟେ ଚାଲନ୍ତୁ ଆଉ ଗୋଟେ ବଡ଼ ଜାଗା ନେବା। ସେଇ ଜାଗାରେ 1 କପ୍ ବେସନ ଦେବା। 100 ଗ୍ରାମର ବେସନ। ବେସନକୁ କିନ୍ତୁ ସେମିତି ଦେବା ନାହିଁ, ଗୋଟେ ଛାଙ୍କୁଣିରେ ଛାଣିକି ଦେବା। ଯେହେତୁ ବର୍ଷା ଦିନ ବେସନରେ ବିଣ୍ଡା ଥାଏ, ଛାଣିଦେଲେ ତରକାରୀ ବନେଇବା ପାଇଁ ସୁବିଧା ହେବ। ଏବେ ବେସନରେ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ, ଭଲ କଲର୍ ପାଇଁ ଅଳ୍ପ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ତା ସହିତ ଅଧା ଛୋଟ ଚାମଚ କସୁରୀ ମେଥି ପତ୍ର। ଅଳ୍ପ କସୁରୀ ମେଥି ପତ୍ର ଦେଲେ ବେସନ ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ତା ସହିତ ବଳକା ରଖିଥିବା ଅଦା ରସୁଣ କଞ୍ଚା ଲଙ୍କା ଛେଚା ଦେବା। ତା ସହିତ ଅଳ୍ପ ଜୁଆଣି ଦେବା। ଜୁଆଣିକୁ ହାତରେ ଘଷିକି ଦେବେ। ଅଳ୍ପ ଜୁଆଣି ଦେଲେ
बेसन तरकारी जल्दी हजम हो। अल्प कटा धनिया पत्र देबा। प्रथमे एसबू जिनस को गलई नेबा। गलई सारिबा परे आमे कोरिकी रखिथिबा आलू को देबा। आलू देबा परे जमा भी पानी देबे नाही। सेमिति आलू को बेसन सहित गलई नेबे। आलू रे जेतिकी पानी अछि सेई पानी रे बेसन गलई जिवो। एठी गलई सारिबा परे देखंतु मिक्सचर रो कंसिस्टेंसी एतिकी बहलिया अछि। बेसन गलैबा समय 1 ରୁ 2 पिंच खाइबा सोडा देबे। पकुड़ी नरम बनिबो। मु देइथिली किंतु कैमरा बंद हो जाइथिला। एबे मिक्सचर रु छोट छोट पकुड़ी बनेबा। चलंतु पकुड़ी गुडी को छानिबा। छानिबा पई तेल को मीडियम हाई फ्लेम रे भल भाबरे गरम करिबा। तापरे छोट छोट पकुड़ी देबा। पैन रे जेतिकी पकुड़ी धरिबो सेतिकी देबे। पकुड़ी देई सारिबा परे गैस रो फ्लेम लो टू मीडियम रखी पकुड़ी गुडी को छानिबा। ऊपर अंश टिके सुखिला हिजबा परे आमे पकुड़ी गुडी को तळपट को ओलटाई देबा। लो टू मीडियम फ्लेम रे एपट सपट करी पूरा लाल कलर हेला पर्यंत छानिबा। एमिते लाल कलर हे जिबा परे आमे पकुड़ी गुडी को बाहर करी आनिबा। देखंतु पकुड़ी गुडी को केते सुंदर देखा जाउछि। एई बेसन आलू पकुड़ी बनै आपण माने स्नैक्स रे खाइ परिबे नहले पखाला रे भी खाइ परिबे। पकुड़ी रेडी हो गला। सेपटे चलंतु झोल को चेक करिबा। 5 ରୁ 7 मिनिट परे देखंतु झोल टिके बहलिया हे जाइछि। झोल एतिकी बहलिया थिबो आमे छानी नैथिबा पकुड़ी गुडी को देबा। शेषरे भलो बास्ना पई अल्प किछि धनिया पत्र देबा। सब जिनस को गलई नेबा। एबे 5 ରୁ 7 मिनिट मीडियम फ्लेम रे कवर करिबा। जहा द्वारा पकुड़ी गुडी को झोल रे मिसी जिवो आ सब मसला रो फ्लेवर तरकारी भीतर को आसी जिवो। 6-7 मिनिट परे एठी हम तरकारी रो फाइनल लुक देखंतु केते डेलिशियस देखा जाउछि। पकुड़ी देखंतु झोल रे फुली जाइछि आ नरम हे जाइछि। झोल एतिकी बहलिया रखिबे भात रुटी रे खाइबा पई भल लागिबो। एबे हम रेडी हो गला नुआ शैली रे बेसन आलू पकुड़ी तरकारी। आपण माने बनांतु आउ केमिति लागिला निहाती मते कमेंट्स करी जणेबे। ताहले आजि पई रहिली पुणी देखा हबा नुआ रेसिपी रे। धन्यवाद।